ରାଧାକୃଷ୍ଣ ସେବା ବାଙ୍ଗାଲୋର ପରିବାର ତରଫରୁ ସଂକୀର୍ତ୍ତନ କାର୍ଯ୍ୟକ୍ରମ। 3 ଦିନ ଧରି ହରେକୃଷ୍ଣ ହରେରାମ ନାମ ସଂକୀର୍ତ୍ତନ ଓଡ଼ିଶା ରାଧାକୃଷ୍ଣ ସେବା ବାଙ୍ଗାଲୋର ପରିବାର ତରଫରୁ ଚାଲିଥିଲା। ଏଥିରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ମୁଖ୍ୟ ଅତିଥି ଭାବେ ବୋମନାହେଲ୍ଲୀ ବିଧାୟକ ସତୀଶ ରେଡ୍ଡି ତଥା ସମସ୍ତ ବାଙ୍ଗାଲୋରର ଟ୍ରଷ୍ଟର ସଭାପତିମାନେ ଯୋଗ ଦେଇଥିଲେ। ଓଡ଼ିଶା ରାଧାକୃଷ୍ଣ ସେବା ବାଙ୍ଗାଲୋରର ମୁଖ୍ୟ ଅଜୟ ସେଠୀ ସମସ୍ତ କାର୍ଯ୍ୟକ୍ରମ ସୁଚାରୁ ରୂପେ ତୁଲାଇଥିଲେ ତଥା ସମସ୍ତ ସଭ୍ୟ ତାଙ୍କୁ ସହଯୋଗ କରିଥିଲେ। 3 ଦିନ ଧରି ଉକ୍ତ କାର୍ଯ୍ୟକ୍ରମରେ 15,000ରୁ ଊର୍ଦ୍ଧ୍ୱ ଲୋକ ପ୍ରସାଦ ସେବନ କରି ତଥା ଭଗବତ କୃପା ଲାଭ କରିଥିଲେ। ଏହି ପରିପ୍ରେକ୍ଷୀରେ ସମାଜ ସେବା, ଗରିବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ଉଚ୍ଚଶିକ୍ଷାରେ ସହଯୋଗ, ସ୍ୱାସ୍ଥ୍ୟ ସେବା ଏବଂ ଗରିବ ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ବାଙ୍ଗାଲୋରରେ ଉନ୍ନତମାନର ତାଲିମ ପ୍ରଦାନ କରିବାରେ ସହଯୋଗ କରୁଥିବା ମା କଲରେଇ ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ଇଞ୍ଜିନିୟର ରଞ୍ଜିତ କୁମାର ସ୍ୱାଇଁଙ୍କୁ ପ୍ରବାସୀ ଓଡ଼ିଆଙ୍କ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶ୍ରୀ ଜଗନ୍ନାଥଙ୍କ ନିକଟରେ ଏତିକି ପ୍ରାର୍ଥନା ତାଙ୍କର ଚଲାପଥ କୁସୁମିତ ହେଉ ଏବଂ ସେ ଉତ୍ତରୋତ୍ତର ଉନ୍ନତି କରନ୍ତୁ। ଉକ୍ତ କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ସମ୍ପାଦନା କରିଥିଲେ ସର୍ବଶ୍ରୀ ଅଜୟ ସେଠୀ, ଡିକେ ମିଶ୍ର, ଚନ୍ଦନ ସେଠୀ, ମାଧବ ବେହେରା, ଶ୍ରୀନିବାସ ଦାସ, ଲିପୁ, ଅମିତାଭ ଦାସ, ମୁନୁ, ଦୀପୁ ରାୟ, ସୋମନାଥ ଜେନା, ପ୍ରକାଶ ପାଲଟାସେ ଏବଂ ବିଶ୍ୱପ୍ରକାଶ ରାଉତ। ବ୍ୟୁରୋ ରିପୋର୍ଟ, ରିପବ୍ଲିକ ଓଡ଼ିଶା।